ହ୍ୟାଲୋ ସାଙ୍ଗମାନେ, ଆଜି ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ସଣ୍ଡେ ହେଇଥିବାରୁ ଆଜି ରୁମ୍ରେ ପ୍ଲାନିଂ ହେଇଥିଲା ଚିକେନ୍ ବିରିୟାନୀ କରାଯିବ। ପୁରା ଚିକେନ୍ ଲେଗ୍ ପିସ୍ ପୁରା କୁକୁଡ଼ା ଠାରୁ କଟା ହେଇକିରି ଗୋଟା ଗୋଟା ଲେଗ୍ ପିସ୍ ଆସିଛି। ଆଉ ଦହି ଆଉ ଆମର ମସଲା ମସଲି କେମିତି ପକାଇ ତାକୁ ମ୍ୟାରିନେଟ୍ କରିଲା ପରେ କେମିତି ଆଜି ମୁଁ ବନେଇବି ଚିକେନ୍ ବିରିୟାନୀ, ଭିଡ଼ିଓକୁ ଟୋଟାଲ୍ ସ୍କିପ୍ କରିବେନି, ପୁରା ଫାଷ୍ଟରୁ ଲାଷ୍ଟ ଯାକେ ଦେଖିଲେ ହିଁ ଜାଣିପାରିବେ। ଯଦି ସ୍କିପ୍ କରିଦେବେ ଜାଣିପାରିବେନି, ପୁଣି ପିତା ଯାଉ ହେଇଯାଇଥିବ, ଏମିତି ସବୁ ବନେଇକିରି ଖାଇବେ, ମୋ ଦୋଷଟା ଦେବେ। ଆଉ ପୁରା ଭିଡ଼ିଓ ଦେଖନ୍ତୁ, ଥରେ ଭିଡ଼ିଓ ଦେଖିବେ, ସେକେଣ୍ଡ ଥର ଚ୍ୟାନେଲ୍କୁ ଆସିବେ, ଗୋଟେ କ'ଣ ଚ୍ୟାନେଲ୍କୁ ଆସି କହିବେ ଭାଇ ଗୋଟା କ'ଣ ବନେଇକିରି ଦିଅନ୍ତୁ, ଆମେ ରୁମ୍ରେ ବନେଇକିରି ଖାଇବୁ। ଏଇଟା ମୁଁ 100% ଗ୍ୟାରେଣ୍ଟି ଦେଉଛି। ଭିଡ଼ିଓ ଜମା ସ୍କିପ୍ କରନ୍ତୁନି, ଦେଖନ୍ତୁ, ଆଖିକି ଖୋଲିକିରି ଦେଖନ୍ତୁ। ଆଖି ବନ୍ଦ କରିଦେଲେ ଦେଖିପାରିବେନି, ଆଖି ଖୋଲିକିରି ଗୋଟା ଗୋଟା ଦେଖନ୍ତୁ କେମିତି କ'ଣ ମୁଁ ବନଉଛି। ଚିକେନ୍କୁ ଭଲ ଭାବରେ ମସଲା ମସଲି ପକାଇ ଗୋଳେଇ ସାରିଲା ପରେ ତାକୁ ଅଧଘଣ୍ଟା ଖଣ୍ଡେ ରେଷ୍ଟ ଦେବ। ଏବେ ଆମର ଚିକେନ୍ର ରେଷ୍ଟ ଖତମ ହେଇଗଲା। ଏବେ ମସଲାରେ ପକେଇକିରି ଘଣ୍ଟା ହେବ, ଘାଟ ତାକୁ ପକେଇକିରି କିଛି ସମୟ। ଚିକେନ୍କୁ କଷ୍ଟ ଦେଲା ପରେ ମୁଁ ଭୁଲି ଯାଇଥିଲି ଏପଟରେ ଚାଉଳ ପକେଇଛି ପାଣିରେ, ତାକୁ ଚିକେନ୍ରେ ଦିଆହେବ ବୋଲି। ଇଏ ପୁରା ସ୍ୱାଦିଷ୍ଟ ପାଣି, ଦୁନିଆର ସ୍ୱାଦିଷ୍ଟ ପାଣିରେ ଇଏ ଚାଉଳ ହେଉଛି। ଏବେ ରାଇସ୍ ଆଉ ଚିକେନ୍କୁ କିଛି ସମୟ ପକାଇ ସେଥିରେ ଘିଅ ଦେଇ 10-15 ମିନିଟ୍ ଛାଡ଼ିଦେବ। ତାପରେ ସିଟି ମାରି ସାରିଲା। ମୁଁ ଆସିଲା ବେଳକୁ ଆମ ରୁମ୍ ପିଲା ତ ଘିନି ଆଣିଲେ ଖାଇବାକୁ, ଆଉ ମୁଁ ଜାଣିନି ଆଉ କ'ଣ। ଏବେ ଅନବକ୍ସିଂ ଟାଇମ୍, ଅନବକ୍ସିଂ କରାଯିବ ବିରିୟାନୀ। କେମିତି ହେଇଛି, କ'ଣ ହେଇଛି ଟିକେ ଦେଖନ୍ତୁ। ୱାଓ, ବହୁତ ସୁନ୍ଦର ଦେଖାଯାଉଛି, ଆଉ ଟେଷ୍ଟଟା ବି ବହୁତ ବଢ଼ିଆ ହେଇଥିବ ମୋତେ ଲାଗୁଛି। ମୁଁ ଭାବିଦେଲିଣି ବହୁତ ଟେଷ୍ଟ ହେଇଥିବ। କିଏ କିଏ ଖାଇବ ଜଲ୍ଦି ଆସ, ଯିଏ ଯୁଆଡ଼େ ଅଛ ଦୌଡ଼ି ଦୌଡ଼ିକି ଆସ ଖାଇବା ପାଇଁ। ଯିଏ ଲେଟ୍ କରିବ ସରିଯିବ, ମୁଁ ଏକା ସବୁ ଖାଇଦେବି, ଜଲ୍ଦି ଆସନ୍ତୁ।